ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟକୁ। ଓଏସଏସରେ ନୂଆ ସିଲାବସ୍ ସେଟ୍ ହେଇଛି ଏବଂ ଏ ନୂଆ ସିଲାବସ୍କୁ ବି ଆପଣମାନେ ଭଲ ଭାବରେ ପଢ଼ିବା ଦରକାର। 20ଟା ପ୍ରଶ୍ନ ସେଥିରୁ ଆସୁଛି ଯେଉଁଟାକି ଓଡ଼ିଶା ଜିକେ। ତ କିଛି ଆଜି ଡିସ୍କସନ୍ କରିବା ଯେଉଁଟା ଷ୍ଟଡି ଷ୍ଟାର୍ଟ ତରଫରୁ ପ୍ରୋଭାଇଡ଼ କରାହେଉଛି 99 ଟଙ୍କାରେ। ଲାଷ୍ଟରେ କଥା ହେବା କେମିତି ଆପଣ ନେବେ। କିନ୍ତୁ ଚାଲନ୍ତୁ କିଛି ପ୍ରଶ୍ନ ଦେଖିବା ଏବଂ ଯେଉଁ ଭିଡ଼ିଓ ମୁଁ ପ୍ରୋଭାଇଡ଼ କରୁଛି ସେଥିରେ କ'ଣ କ'ଣ ଅଛି, କେମିତି ଏକ୍ସପ୍ଲାନେସନ୍ ଅଛି ଟିକେ ଡିଟେଲ୍ସରେ ଦେଖିନେବା। ପ୍ରଥମ ପ୍ରଶ୍ନ ଆପଣଙ୍କ ସାମ୍ନାରେ ଯେଉଁଠି କହିଛି ହାଉ ମେନି ନ୍ୟାସନାଲ୍ ପାର୍କ ଆର୍ ଦେୟାର ଇନ୍ ଓଡ଼ିଶା। ଓଡ଼ିଶାରେ କେତେଟା ନ୍ୟାସନାଲ୍ ପାର୍କ ଅଛି କହିଛି, 2ଟା ଠିକ୍ ଅଛି। ଏବେ ଏକ୍ସପ୍ଲାନେସନ୍କୁ ଯିବା ଏବଂ ଏକ୍ସପ୍ଲାନେସନ୍ ଦେଖିବା ଯେ ସେ 2ଟା କିଏ କିଏ ତାକୁ ତ ଜାଣିବା ଦରକାର। ଗୋଟେ ହେଉଛି ଭିତରକନିକା ନ୍ୟାସନାଲ୍ ପାର୍କ ଆଉ ଗୋଟେ ଶିମିଳିପାଳ ନ୍ୟାସନାଲ୍ ପାର୍କ। ଏବେ ପ୍ରଶ୍ନ ଆସୁଛି ଏଇ 2ଟି ନ୍ୟାସନାଲ୍ ପାର୍କ ଅଛି କେଉଁଠି। ଭିତରକନିକା ନ୍ୟାସନାଲ୍ ପାର୍କ ଆପଣଙ୍କୁ ଦେଖିବାକୁ ମିଳିବ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟରେ। ଶିମିଳିପାଳ ନ୍ୟାସନାଲ୍ ପାର୍କ ଆପଣମାନେ ଦେଖିବାକୁ ପଡ଼ିବ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ। ଏବଂ ମୟୂରଭଞ୍ଜ ବିଷୟରେ ଆଉ ଗୋଟେ କଥା କହୁଛି, ସବୁଠାରୁ ବଡ଼ ଡିଷ୍ଟ୍ରିକ୍ଟ ହେଉଛି ଏରିଆ ୱାଇଜ୍ ମୟୂରଭଞ୍ଜ। ବୁଝିଗଲା। ନେକ୍ସଟ ଯିବା। ନେକ୍ସଟ ସେଇଠି ଆଉ ଗୋଟେ କଥା ମୁଁ ମେନସନ୍ କରିଛି ଯେ ରାମସର ସାଇଟ୍ସ ପଚାରେ 6ଟା ଯେଉଁଗୁଡ଼ିକ ଏଠି ମେନସନ୍ କରାଯାଇଛି। ଅଂଶୁପା ହେଇଗଲା, ଭିତରକନିକା ହେଇଗଲା, ଚିଲିକା ହେଇଗଲା, ହୀରାକୁଦ ହେଇଗଲା, ସାତକୋଶି ହେଇଗଲା, ମେନସନ୍ ଅଛି। ଠିକ୍ ଅଛି। ଆପଣମାନେ ଲାଷ୍ଟରେ ଦେଖିବେ ତାମ୍ପରା ରେକ୍ ଏସବୁକୁ ଦେଖିପାରିବେ। ନେକ୍ସଟ ପ୍ରଶ୍ନ ଅଛି ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ମୁଁ ନେଇଛି। ଠିକ୍ ଅଛି। ପିଡ଼ିଏଫ୍ରେ ସବୁ କିଛି ଅଛି। 4 ନମ୍ବର କ୍ୱେଶ୍ଚନ୍କୁ ଯିବା। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ଏକ୍ଜାମ୍ରେ ରିପିଟେଡ୍ ହେଇଛି। ପ୍ରଶ୍ନ ହେଉଛି ଓଡ଼ିଶା ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ପାର୍ଟ ଅଫ୍ ଇଣ୍ଡିଆ। ଇଣ୍ଡିଆର କେଉଁ ପାର୍ଟ ଅଛି? ଇଷ୍ଟର୍ଣ୍ଣ କୋଷ୍ଟ। ଠିକ୍ ଅଛି। କିନ୍ତୁ ତାର ଏକ୍ସପ୍ଲାନେସନ୍କୁ ଯିବା ଏବଂ ଆହୁରି ବହୁତ ସାରା ଜିନିଷ ଜାଣିବା। ପ୍ରଥମ କଥା ଯେଉଁଟା ଆପଣଙ୍କର MCQରେ ଥିଲା ଇଷ୍ଟର୍ଣ୍ଣ କୋଷ୍ଟ ଅଫ୍ ଇଣ୍ଡିଆ, ଯେଉଁଟାକି ଓଡ଼ିଶା ଲୋକେଟେଡ୍ ଅଛି ଇଣ୍ଡିଆ ପଟେ। କିନ୍ତୁ ଆଉ ଗୋଟେ କଥା ପଚାରେ ଯେ 8th ଲାର୍ଜେଷ୍ଟ ଷ୍ଟେଟ୍ ଏରିଆ ୱାଇଜ୍ରେ ଓଡ଼ିଶା ହେଉଛି ଇଣ୍ଡିଆର ଯେତେ ଗୁଡ଼ିଏ ଷ୍ଟେଟ୍ ଅଛି ସେଇ ଷ୍ଟେଟ୍ ହିସାବରେ 8 ନମ୍ବରରେ ଯାଉଛି ଲାର୍ଜେଷ୍ଟ ହିସାବରେ ଏରିଆ ୱାଇଜ୍। କିନ୍ତୁ ସେଇଠି ଯଦି ଆପଣଙ୍କୁ ପ୍ରଶ୍ନ ପଚାରେ ପପୁଲେସନ୍ ହିସାବରେ କେତେ ନମ୍ବର ରହୁଛି, 11th ରହୁଛି ଆକର୍ଡ଼ିଂ ଟୁ 2011 ସେନ୍ସସ୍। ବୁଝିହେଲା। ନେକ୍ସଟ ଯିବା। ନେକ୍ସଟ ଯଦି ଆମେ ଯାଉଛେ ଆଉ ଗୋଟେ କଥା ଉଠେ ଯେ ଷ୍ଟେଟ୍ ହେଜ୍ ଦ 3rd ଲାର୍ଜେଷ୍ଟ ପପୁଲେସନ୍ ଅଫ୍ ଦି ସିଡ୍ୟୁଲ୍ ଟ୍ରାଇବ୍ ଇନ୍ ଇଣ୍ଡିଆ। ସିଡ୍ୟୁଲ୍ ପାଇଁ ST ଯେଉଁଟା କହୁଛେ 3rd ଲାର୍ଜେଷ୍ଟ। ବୁଝିହେଲା। ଏବଂ କିଛି ନାଇବରିଂ ଅର୍ଥାତ୍ ପଡ଼ୋଶୀ ରାଜ୍ୟ କିଏ କିଏ ଆମର ପଡ଼ୋଶୀ ରାଜ୍ୟ ଅଛି। ପଡ଼ୋଶୀ ରାଜ୍ୟ ଆମର ୱେଷ୍ଟବେଙ୍ଗଲ ଅଛି, ଝାଡ଼ଖଣ୍ଡ ଅଛି, ଛତିଶଗଡ଼ ଅଛି, ଆନ୍ଧ୍ରପ୍ରଦେଶ ଅଛି। କେଉଁ କେଉଁ ଦିଗ ପ୍ରତି ଅଛି ଯଦି ଆପଣଙ୍କୁ ପଚାରିଲା ତାହେଲେ ଆପଣ ମନେ ରଖିବେ ନାଇବର ଷ୍ଟେଟ୍ ଅଫ୍ ୱେଷ୍ଟବେଙ୍ଗଲ ଆଣ୍ଡ ଝାଡ଼ଖଣ୍ଡ ନର୍ଥ ପଟେ ଅଛି, ଛତିଶଗଡ଼ ୱେଷ୍ଟ ପଟେ ଅଛି ଏବଂ ଆନ୍ଧ୍ରପ୍ରଦେଶ ସାଉଥ୍ ପଟେ ଅଛି। ଏ କଥାରେ ଆପଣ ମନେ ରଖିବେ, ଏକ୍ଜାମ୍ରେ ପଚାରୁଛି ଯେତେବେଳେ ଏଠି ପଏଣ୍ଟ ଗୁଡ଼ିକ ନେଲେ ସବୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ତାପରେ ପ୍ରଶ୍ନଟି ଅଛି ଏଜ୍ ପର୍ ଦି ସେନ୍ସସ୍ 2011। ଦେଖନ୍ତୁ ଯେହେତୁ ଆମେ ଗୋଟେ କ୍ୱେଶ୍ଚନ୍ କରୁଛେ 5ଟା ଆମେ ଡିସ୍କସନ୍ କରୁଛେ। ଠିକ୍ ଅଛି। ଏଜ୍ ପର୍ ଦି ସେନ୍ସସ୍ 2011 ହ୍ୱିଚ୍ ଡିଷ୍ଟ୍ରିକ୍ଟ ହେଜ୍ ଦ ହାଏଷ୍ଟ ପପୁଲେସନ୍ ଅଫ୍ ଓଡ଼ିଶା। ଓଡ଼ିଶାର ହାଏଷ୍ଟ ପପୁଲେସନ୍ କେଉଁଠି? ଏରିଆ ୱାଇଜ୍ ତ ମୟୂରଭଞ୍ଜ ମୁଁ ଆପଣଙ୍କୁ ଡିସ୍କସନ୍ କରିଦେଲି। ପପୁଲେସନ୍ରେ ସବୁଠୁ ଅଧିକ ହେଉଛି ଗଞ୍ଜାମ। ଯଦି ଗଞ୍ଜାମ ସବୁଠୁ ଅଧିକ ପପୁଲେସନ୍ ତେବେ ପ୍ରଶ୍ନ ଆସିପାରେ ସବୁଠୁ କମ୍ କେଉଁଠି ଅଛି। ତ ଏକ୍ସପ୍ଲାନେସନ୍ ସେ ଆପଣଙ୍କୁ ଦେଖିବାକୁ ମିଳିବ। ପ୍ରଥମ ଷ୍ଟେପ୍ରେ ସେଇ କଥା ଅଛି। ସେକେଣ୍ଡ ଷ୍ଟେପ୍ରେ ଆପଣମାନେ ଦେଖିବେ ଦେବଗଡ଼ ଆପଣ ସବୁଠାରୁ କମ୍ ଦେଖିବାକୁ ପାଇବେ। ଆଉ ଗୋଟେ କଥା ଆପଣ ଦେଖିବେ ଯେ 2011 ସେନ୍ସସ୍ କୁହନ୍ତିନି 4 କୋଟି ଓଡ଼ିଆ କୁହନ୍ତି, ସମସ୍ତେ ଶୁଣିଥିବେ। ତ ସେଇ କଥା 4,19,64,218 ଜନସଂଖ୍ୟା 2011 ସେନ୍ସସ୍ ହିସାବରେ ତାକୁ ଆପଣ ମନେ ରଖିବେ। ନେକ୍ସଟ ତାପରେ ପ୍ରଶ୍ନ ସେଇ ଭିତରକନିକାକୁ ନେଇକି ଯେଉଁଟା ମୁଁ ଟିକେ ଆଗରୁ କହିଲି ଯେ କେନ୍ଦ୍ରାପଡ଼ାରେ ଅଛି। ପ୍ରଶ୍ନ ତ ସେଇଆ, ଭିତରକନିକା ନ୍ୟାସନାଲ୍ ପାର୍କ ଇଜ୍ ଲୋକେଟେଡ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା, କେନ୍ଦ୍ରାପଡ଼ା, ଯେଉଁଟା ମୁଁ ଅଲରେଡ଼ି ଆପଣଙ୍କୁ କହିଦେଇଛି। କିନ୍ତୁ ତାର ଏକ୍ସପ୍ଲାନେସନ୍ ଆଉ କିଛି ଆପଣଙ୍କୁ ଦେଖିବାକୁ ମିଳିବ ଯେ 2ଟି କଥା। ଗୋଟେ କଥା ହେଉଛି ଯେ ଏହାକୁ କୁହାଯାଏ ଆମାଜନ୍ ଅଫ୍ ଇଣ୍ଡିଆ। ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଇଣ୍ଟରେଷ୍ଟିଂ କ୍ୱେଶ୍ଚନ୍ଟି ଆପଣଙ୍କ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁ। ତାପରେ କଥା ସେକେଣ୍ଡ ଲାର୍ଜେଷ୍ଟ ହିସାବରେ ଯିବ ମ୍ୟାନଗ୍ରୋଭ ଫରେଷ୍ଟ ଅଫ୍ ଇଣ୍ଡିଆ ହିସାବରେ ସେକେଣ୍ଡ ଲାର୍ଜେଷ୍ଟ ଯିବ। ଭଲ ଲାଗିଲା। ନେକ୍ସଟ ଯିବା। ନେକ୍ସଟ ହିଷ୍ଟ୍ରିର କିଛି କ୍ୱେଶ୍ଚନ୍ ଗୋଟେ 2ଟା ଦେଖିଦେବା। ଠିକ୍ ଅଛି। ତାପରେ ଆଜି କ୍ଲାସ୍କୁ ବନ୍ଦ କରିବା। ପ୍ରଥମ ପ୍ରଶ୍ନ ଆପଣଙ୍କର ହ୍ୱାଟ୍ ଇଜ୍ ଦ ପ୍ରି ହିଷ୍ଟୋରିକ୍ ନେମ୍ ଅଫ୍ ଓଡ଼ିଶା। ଏହାର ଆଉ ଗୋଟେ ପ୍ରକାର କ୍ୱେଶ୍ଚନ୍ ଅଛି, ସବୁ ଥିବ ଏବଂ ଅଲ୍ ଅଫ୍ ଦିଜ୍ ଏଭବ୍ ନଥିବ, ତା ଭିତରୁ ଗୋଟେ ବାଛିବାକୁ ପଡ଼େ। ଏକ୍ଜାମ୍ରେ ଆସୁଛି ସେଇପାଇଁ ସେ କ୍ୱେଶ୍ଚନ୍କୁ ଉଠେଇବି। ଠିକ୍ ଅଛି। ଦେଖନ୍ତୁ କ୍ୱେଶ୍ଚନ୍ର ଯେଉଁ ଆନ୍ସର୍ ଗୁଡ଼ିକ ଥାଏ ଏକ୍ଜାମ୍ ଯଦି ଯେତେବେଳେ ଦେଉଥିବା ତାର ଆନ୍ସର୍ ଗୁଡ଼ିକ ଏପଟ ସେପଟ ରହୁଛି। ଅର୍ଥାତ୍ କେଉଁଠି ଅଲ୍ ଅଫ୍ ଦିଜ୍ ହେଉଛି 4ଟା ଥିଲେ, ଯଦି ଅଲ୍ ଅଫ୍ ଦିଜ୍ ନ ରହୁଛି ସେଠି କ'ଣ ରହୁଛି ତାର ମୁଁ ଦେଖିବି, ତାର କ୍ୱେଶ୍ଚନ୍ ମୁଁ ନେଇକି ଦେଖିବି ଆଉ ଗୋଟେ ସେଟ୍ରେ ଯାହା ବି। ଏଠି ଯଦି ଆମେ ଦେଖିବା ଏଗୁଡ଼ିକ ସବୁଗୁଡ଼ିକ ଉତ୍କଳ, କଳିଙ୍ଗ, କୋଶଳ, ଉଡ୍ର। କିନ୍ତୁ ଏହାର ଏକ୍ସପ୍ଲାନେସନ୍କୁ ଯଦି ଯିବା ଏଠି ଆପଣ ଏକ୍ସପ୍ଲାନେସନ୍ ଦେଖିବେ ସେଇ କଥା ଲେଖା ହେଇଛି ଏବଂ ଆହୁରି ତାର ଡିଟେଲ୍ସ ଏକ୍ସପ୍ଲାନେସନ୍ ଏଠି ଆପଣମାନେ ଦେଖିବାକୁ ପାଇବେ। ଠିକ୍ ଅଛି। ଠିକ୍ ଅଛି। ପୁରା ଏକ୍ସପ୍ଲାନେସନ୍ ଦେଇଛି। ଠିକ୍ ଅଛି। 261 ବି ସେ ଜାଣିପାରୁଥିବେ କ'ଣ। ଠିକ୍ ଅଛି। ବୁଝିହେଲା। ନେକ୍ସଟ କଥା ଯିବା। ଯେ ଓଡ଼ିଶା କେବେ ଏକ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଲା ଅଲଗା ହେଇକି ବିହାରଠାରୁ ଯଦି ଆମେ ଦେଖିବା ତ 1 ଏପ୍ରିଲ 1936ରେ। ଠିକ୍ ଅଛି। ସେଇ କଥା ଏଠି ମେନ୍ସନ୍ ଅଛି ଏବଂ 1912ରେ ବିହାର ଏବଂ ଓଡ଼ିଶା ୱେଷ୍ଟବେଙ୍ଗଲ ଠାରୁ ଅଲଗା ହେଇଥିଲେ ସେ କଥା ଏଠି ମେନ୍ସନ୍ ଅଛି। ବୁଝିଗଲା। ତାପରେ ଇଣ୍ଟରେଷ୍ଟିଂ କ୍ୱେଶ୍ଚନ୍ ଗୋଟେ ଯେ ହୁ ୱେଆର୍ ଦ ଫାର୍ଷ୍ଟ ୟୁରୋପିଆନ୍ସ
टू मेक देयर सेटलमेंट ओडिशा ओडिशा को माने को यूरोपियन फास्ट करथिले पोर्तुगीज तो आम जब देखा इंडिया फास्ट जो एंट्री करते पीरियड पोर्तुगीज डच इंग्लिश डेनिश फ्रेंच एम आसते जो पचारे जे किए किए फास्ट आसते बुझला तो पोर्तुगीज फास्ट आसते डच आसते इंग्लिश आसते डेनिश तार फ्रेंच यहाँ हूँ इंडिया हिस्ट्री कि आम ये जब पचार पोर्तुगीज तो ये भी से ये ओडिशा फास्ट कही हु आर द फास्ट यूरोपियन टू मेक द सेटलमेंट ओडिशा ओडिशा से पोर्तुगीज मैंने ही आसते यार डिटेल्स एक्सप्लेनेशन को जब जा कोई जगह भी पचार जापे तो फास्ट यूरोपियन एंटर ओडिशा वे पोर्तुगीज दे एस्टाब्लिश देयर सेटलमेंट एट पिपिल बालेश्वर डिस्ट्रिक्ट पिपिल बालेश्वर डिस्ट्रिक्ट मन रखिए ठीक अच्छे खोर्धा बोली भावेनि डिस्ट्रिक्ट अराउंड केबे ना 1625 एडी ताको मन रखिए आउ एक्सप्लेनेशन ये मेंशन अच्छी जो पीडीएफ नहीं से रीड कर नहीं पारे ठीक अच्छे आउ अधिक आउ एक भिडियो मैंने पढ़ा तबे प्रथम कथा मुझे कहबी ओडिशा जीके को जदि डीपली पढ़ा चाहते डिटेल्स पढ़ा चाहते एग्जाम रे भल स्कोर रखा चाहते आपको प्रोवाइड कराऊँ कंप्लीट जहाँ अच्छी ओएसएससी तरफ मात्र 99 टंकार ठीक अच्छे एमसीक्यू सहित एक्सप्लेनेशन केवल जब पढ़े स्टोरी को हिसाब से पढ़े थ्योरी पढ़ा इच्छा हेनी कि एमसीक्यू जब एक्सप्लेनेशन पढ़ते पढ़ा भल लगे देखिपारे केमती दि जाए एमती ही प्रोवाइड कराऊँ मात्र 99 टंकार पूरा कम प्राइस तो ताको नबाक चाहूँगी आपई नंबर अच्छी 8457070145 बैंकिंग नेम कृष्णा सुधी देख फोन पे करेंगे स्क्रीनशॉट ने नंबर व्हाट्सअप से सेंड करेंगे 24 आवर भितर आप से क्लास एड हो आउ गोटे कथा कहबी कंप्यूटर भी इंपोर्टाट एमसीक्यू प्रोवाइड करूँ 99 टंका सॉरी 119 टंकार ओडिशा करंट अफेयर्स लास्ट 6 मंथ नहीं पारे आप 60 टंकार नेशनल इंटरनेशनल करंट अफेयर्स नहीं पारे 60 टंकार बहुत सारा कोर्स अवेलेबल अच्छी बुझी नहीं पारे कथा हूँ असिस्टेंट स्टैटिस्टिकल ऑफिसर कथा कहबी मेन आप 599 नहीं पढ़ी पारे इकोनॉमी स्टैटिस्टिक्स मैथमेटिक्स पार्ट को थ्योरी सहित एमसीक्यू प्रोवाइड करा जो मैंने सीटीएसआर एग्जाम प्रिपेयर कर मेन एग्जाम 399 कंप्लीट आप कंप्लीट कर 2000 प्लस एमसीक्यू सहित 10टा टेस्ट सीरीज आपको प्रोवाइड कर डिटेल्स वीडियो आप मतामत अपेक्षा रही धन्यवाद।